ବନ୍ଧୁଗଣ, ଏହି ଦୁନିଆରେ ସମସ୍ତ ଜିନିଷ ବିଶେଷ ଏବଂ ଶକ୍ତିଶାଳୀ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଏକ ମହୁମାଛି ଫେଣା, ଯାହାକୁ ମହୁମାଛିମାନେ ବହୁତ ପରିଶ୍ରମର ସହିତ ତିଆରି କରନ୍ତି। ହିନ୍ଦୁ ପୌରାଣିକ କଥା ଅନୁସାରେ ଏକ ମହୁମାଛି ଫେଣା ଏକ ଅନନ୍ୟ ଦିବ୍ୟ ଏବଂ ତାନ୍ତ୍ରିକ ଶକ୍ତି ରଖେ, ଯାହା ଆପଣଙ୍କୁ ଆପଣଙ୍କର ଇଚ୍ଛା ପୂରଣ କରିବାକୁ ଅନୁମତି ଦିଏ। ଆପଣ ଠିକ୍ ଶୁଣିଛନ୍ତି। ହିନ୍ଦୁ ପୌରାଣିକ କଥା ଅନୁସାରେ ଏକ ମହୁମାଛି ଫେଣା ଇଚ୍ଛା ପୂରଣ ପାଇଁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ, ଯାହା ପ୍ରତ୍ୟେକ ଇଚ୍ଛା ପୂରଣ କରିବାରେ ସକ୍ଷମ। ଆପଣଙ୍କର ଇଚ୍ଛା ଯେତେ ବଡ଼ ହେଉନା କାହିଁକି, ଆପଣ ମହୁମାଛି ଫେଣା ବ୍ୟବହାର କରି ସଠିକ୍ ପଦ୍ଧତି ବ୍ୟବହାର କରି ଏହାକୁ ପୂରଣ କରିପାରିବେ। ବନ୍ଧୁଗଣ, ଯଦି ଆପଣ ଆପଣଙ୍କ ଜୀବନରେ ଟଙ୍କାର ଅଭାବର ସମ୍ମୁଖୀନ ହେଉଛନ୍ତି, ଦାରିଦ୍ର୍ୟ ଏବଂ ଦୁଃଖ ଆପଣଙ୍କୁ ଘାରିଛି, ଶତ୍ରୁମାନେ ଆପଣଙ୍କୁ ମାନସିକ ଭାବରେ ହଇରାଣ କରୁଛନ୍ତି, ତେବେ ଆପଣଙ୍କୁ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମହୁମାଛି ଫେଣା ବ୍ୟବହାର କରି ଆପଣ ଧନ ପ୍ରାପ୍ତ କରିପାରିବେ, ଆପଣଙ୍କର ଇଚ୍ଛା ପୂରଣ କରିପାରିବେ, ଶତ୍ରୁମାନଙ୍କୁ ବିନାଶ କରିପାରିବେ ଏବଂ ଦାରିଦ୍ର୍ୟ ଏବଂ ଦୁଃଖକୁ ଦୂର କରିପାରିବେ। ଆମେ ଏହି ଭିଡ଼ିଓରେ ଆପଣମାନଙ୍କୁ ଏହା ବିଷୟରେ ସବୁ କହିବାକୁ ଯାଉଛୁ। ମହୁମାଛି ଫେଣା ସହିତ ଜଡ଼ିତ ତାନ୍ତ୍ରିକ ରୀତିନୀତି ଯଦି ସଠିକ୍ ଭାବରେ କରାଯାଏ, ତେବେ କେବେ ବି ବ୍ୟର୍ଥ ଯାଏ ନାହିଁ। ଆପଣଙ୍କର ସମସ୍ୟା କିମ୍ବା ଅସୁବିଧା ଯେତେ ବଡ଼ ହେଉନା କାହିଁକି, ଆପଣ ମହୁମାଛି ଫେଣା ମାଧ୍ୟମରେ ଏହାର ସମାଧାନ ପାଇପାରିବେ। ବନ୍ଧୁଗଣ, ଆଜି ଆପଣ ମହୁମାଛି ଫେଣା ବିଷୟରେ ସୂଚନା ଏବଂ ଚମତ୍କାର ଗୁଣ ଶିଖିବାକୁ ଯାଉଛନ୍ତି, ଯାହା ସମଗ୍ର ବ୍ରହ୍ମାଣ୍ଡରେ କେହି ଆପଣଙ୍କୁ କହିବେ ନାହିଁ, କିନ୍ତୁ ଆମର ଚ୍ୟାନେଲରେ ଆପଣ ସମସ୍ତ ସୂଚନା ମାଗଣାରେ ପାଇବେ। ଯଦି ଆପଣ ମଧ୍ୟ ହିନ୍ଦୁ ପୌରାଣିକ, ତେଣୁ ମୁଁ ଆପଣଙ୍କୁ ସର୍ବପ୍ରଥମେ କମେଣ୍ଟ ବକ୍ସରେ ହର ହର ମହାଦେବ ଏବଂ ଓମ୍ ନମଃ ଶିବାୟ ଲେଖିବାକୁ ଅନୁରୋଧ କରୁଛି, ଯାହାଦ୍ୱାରା ଆପଣ ଭଗବାନ ଶିବଙ୍କ ଆଶୀର୍ବାଦ ପାଇପାରିବେ। ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବନ୍ଧୁମାନେ, ଯଦି ଆପଣ ଆମ ଚ୍ୟାନେଲରେ ହିନ୍ଦୁ ପୌରାଣିକ କାହାଣୀ ସହିତ ଜଡ଼ିତ ପ୍ରତ୍ୟେକ ବିବରଣୀକୁ ସ୍ପଷ୍ଟ ଭାବରେ ଜାଣିବାକୁ ଚାହାନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ସର୍ବପ୍ରଥମେ ମୁଁ ଗୋଟିଏ କଥା ଜଣାଉଛି। ହିନ୍ଦୁ ପୌରାଣିକ ମତ ଅନୁସାରେ ଦେବୀ ଦୁର୍ଗା ମହୁମାଛିରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ମହୁମାଛିମାନେ ଏହି ମହୁ ଫେଣା ଗୁଡ଼ିକୁ ବହୁତ ପରିଶ୍ରମ ସହିତ ନିର୍ମାଣ କରନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ମହୁମାଛିଙ୍କ ଶ୍ରମ ଆବଶ୍ୟକ। ଏବେ ଏହା ଜାଣନ୍ତୁ, ମହୁମାଛିମାନେ ସେମାନଙ୍କର ମହୁ ଫେଣା ସେହି ସ୍ଥାନରେ ନିର୍ମାଣ କରନ୍ତି ଯେଉଁଠାରେ ଦିବ୍ୟ ଶକ୍ତି ବାସ କରନ୍ତି, ଯେପରିକି ଗଛ, ଘର, ଖାଲି କୋଠରୀ ଏବଂ ଯେଉଁଠାରେ ଭୂତ ଏବଂ ଆତ୍ମା ବାସ କରନ୍ତି। ଆପଣ ପ୍ରାୟତଃ ଖାଲି ଘରେ ମହୁମାଛି ଦେଖିଥିବେ, ଯେଉଁଠାରେ ମହୁମାଛି ସ୍ୱୟଂଚାଳିତ ଭାବରେ ଯାଆନ୍ତି, ସେମାନଙ୍କର ମହୁ ଫେଣା ତିଆରି କରନ୍ତି ଏବଂ ଫେରିଯାଆନ୍ତି। ଏହାର କେବଳ ଗୋଟିଏ କାରଣ ଅଛି। ମହୁମାଛିମାନେ ସେମାନଙ୍କର ମହୁ ଫେଣା ନିର୍ମାଣ କରନ୍ତି ଯେଉଁଠାରେ ଦିବ୍ୟ ଶକ୍ତି ଥାଏ କିମ୍ବା ଯେଉଁମାନେ ଅତ୍ୟନ୍ତ ଶକ୍ତିଶାଳୀ। ବନ୍ଧୁଗଣ, ଯେପରି କୋଇଲା ଖଣିରେ ହୀରା ମିଳେ, ସେହିପରି ଯେଉଁଠାରେ ଦିବ୍ୟ ଶକ୍ତି ଥାଏ, ସେଠାରେ ମହୁମାଛି ମଧ୍ୟ ମିଳେ। ହିନ୍ଦୁ ପୌରାଣିକ କଥା ଅନୁସାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି ଆପଣଙ୍କ ଘରେ କୌଣସି ମହୁମାଛିମାନେ ନିରନ୍ତର ଆସୁଛନ୍ତି ଏବଂ ଯାଉଛନ୍ତି, ଏବଂ ଯଦି ସେମାନେ ଆପଣଙ୍କ ଘରର ଛାତ ଉପରେ ଏକ ମହୁ ଫେଣା ତିଆରି କରିଛନ୍ତି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଘରେ କଳା ଯାଦୁ ବ୍ୟବହାର ହେଉଛି। ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିଛି। ଏବେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ବନ୍ଧୁଗଣ, ଦୁଃଖରୁ ମୁକ୍ତି ପାଇବା ପାଇଁ ମହୁମାଛିମାନେ ସେମାନଙ୍କର ମହୁ ଫେଣା ତିଆରି କରନ୍ତି। ଆପଣ କଳା ଯାଦୁ, ଭୂତ ଏବଂ ଆତ୍ମାକୁ ଦୂର କରିବା ପାଇଁ ତାନ୍ତ୍ରିକ ଶକ୍ତି ବ୍ୟବହାର କରିପାରିବେ। ଆପଣଙ୍କୁ କେବଳ ମହୁମାଛିର ସଠିକ୍ ବ୍ୟବହାର ବୁଝିବାକୁ ପଡ଼ିବ, ଯାହା ଆମେ ଏହି ଭିଡ଼ିଓରେ ବ୍ୟାଖ୍ୟା କରିବୁ।
ପ୍ରଥମେ ଆସନ୍ତୁ ମହୁମାଛିର ତାନ୍ତ୍ରିକ ପଦ୍ଧତି ଶିଖିବା। ପ୍ରଥମ ପଦ୍ଧତି ହେଉଛି, ଯଦି ଆପଣ କୌଣସି ଜିନିଷରେ ଧ୍ୟାନ ଦେଇପାରୁନାହାନ୍ତି, ଆପଣଙ୍କର କାମ ଭଲ ଚାଲୁନାହିଁ, ଆପଣଙ୍କର ବ୍ୟବସାୟ ଆଗକୁ ବଢ଼ୁନାହିଁ ଏବଂ ଆପଣଙ୍କର ମନ ସର୍ବଦା ବିଚଳିତ ରହୁଛି, ତେବେ ବୁଝନ୍ତୁ ଯେ କଳା ଯାଦୁ ଆପଣଙ୍କ ଉପରେ ପ୍ରୟୋଗ ହେଉଛି। ଭୂତମାନେ ଆପଣଙ୍କ ପଛରେ ଅଛନ୍ତି। କିନ୍ତୁ ଯଦି ଆପଣ ମହୁମାଛି ଭିତରେ ମିଳୁଥିବା ମହମକୁ ପାଆନ୍ତି ଏବଂ ଏହାକୁ 11 ଦିନ ପାଇଁ ଆପଣଙ୍କ କୋଠରୀରେ ଜାଳି ଦିଅନ୍ତି, ଆପଣ ଏହାକୁ ଯେକୌଣସି ଦୀପରେ ରଖି ଏହା ଚାରିପାଖରେ ଏକ ବାତି ମଧ୍ୟ ଗୁଡ଼ାଇ ପାରିବେ। ଯଦି ଆପଣ ଏହି ପରୀକ୍ଷଣ କେବଳ 11 ଦିନ ପାଇଁ କରନ୍ତି, ତେବେ କଳା ଯାଦୁ ଆପଣଙ୍କ ଉପରେ ଯେତେ ପ୍ରବଳ ହେଉ, ଭୂତ ଆପଣଙ୍କର ଘରେ ଯେତେ ପ୍ରବଳ ହେଉ, ଏହା ଆପଣଙ୍କ ଠାରୁ ଦୂରେଇ ଯିବ। ଆପଣଙ୍କ ଉପରେ ଯେଉଁ କଳା ଯାଦୁ ଲଗାଯାଇଛି ତାହା ନଷ୍ଟ ହୋଇଯିବ। ଭୂତ କେବେ ବି ଆପଣଙ୍କ ଆଡ଼କୁ ଚାହିଁବ ନାହିଁ। ଆପଣଙ୍କୁ ଏହା କେବଳ 11 ଦିନ ପାଇଁ କରିବାକୁ ପଡ଼ିବ। ଦ୍ୱିତୀୟତଃ ମୁଁ ଆପଣଙ୍କୁ କହିଦେଉଛି, ଯଦି ଆପଣ ଆପଣଙ୍କର ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି, ତେବେ ବନ୍ଧୁଗଣ, ତାନ୍ତ୍ରିକମାନେ ଇଚ୍ଛା ପୂରଣ ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରନ୍ତି। କେତେକ ଏହାର ବ୍ୟବହାର ବିଷୟରେ କୁହନ୍ତି, କିନ୍ତୁ ହିନ୍ଦୁ ପୌରାଣିକ ମତରେ ଇଚ୍ଛା ପୂରଣ ପାଇଁ ମହୁମାଛିକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ଆପଣଙ୍କର ଇଚ୍ଛା ପୂରଣ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ମହୁମାଛି ଫେଣାକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ପଡ଼ିବ। କିପରି ଆସନ୍ତୁ ଜାଣିବା। ମନେ ରଖନ୍ତୁ, ଆପଣଙ୍କୁ ମହୁମାଛି ଫେଣା ପାଇବାକୁ ପଡ଼ିବ। ଆପଣଙ୍କୁ କେବଳ ଏକ ପିପଲ ପତ୍ର ନେବାକୁ ପଡ଼ିବ ଏବଂ ମହୁମାଛି ଫେଣାରୁ ମିଳୁଥିବା ମହମକୁ ଏପରି ଆକାରରେ ଆକାର ଦେବାକୁ ପଡ଼ିବ ଯେଉଁଠାରେ ଆପଣ ପତ୍ରକୁ ସେଥିରେ ବୁଡ଼ାଇ ପାରିବେ। ଆପଣଙ୍କୁ ଏହାକୁ ଯେକୌଣସି ନଦୀରେ 11 ଦିନ ପାଇଁ ଭସାଇବାକୁ ପଡ଼ିବ। ଆପଣ ମହୁମାଛି ଫେଣାରୁ ମିଳୁଥିବା ମହମରେ ପିପଲ ପତ୍ରକୁ 11 ଦିନ ପାଇଁ ବୁଡ଼ାଇ ରଖିବେ ଏବଂ ତାପରେ ଏହାକୁ 11 ଦିନ ପାଇଁ ଯେକୌଣସି ନଦୀରେ ଭସେଇବେ। ଏହି ପ୍ରକ୍ରିୟା ନିଶ୍ଚୟ ଭାବରେ ଆପଣଙ୍କର ଇଚ୍ଛା ପୂରଣ କରିବ। ମନେ ରଖନ୍ତୁ, ଯେତେବେଳେ ଆପଣ ଏହି ପିପଲ ପତ୍ର ଏବଂ ମହମକୁ ଭସାଉଛନ୍ତି, ଆପଣଙ୍କ ଆଖି ବନ୍ଦ କରନ୍ତୁ। ନିରନ୍ତର 11 ଦିନ ପର୍ଯ୍ୟନ୍ତ ଆପଣଙ୍କର ଇଚ୍ଛା ପ୍ରକାଶ କରିବାକୁ ନିଶ୍ଚିତ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଇଚ୍ଛା ଯେତେ ବଡ଼ ହେଉନା କାହିଁକି, ଏହା ନିଶ୍ଚିତ ଭାବରେ ପୂରଣ ହେବ। ଏହା ହିନ୍ଦୁ ପୁରାଣରେ ସ୍ପଷ୍ଟ ଭାବରେ କୁହାଯାଇଛି। ବନ୍ଧୁଗଣ, ଏପରି ସୂଚନା ଆପଣ ଏହାକୁ ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ତେଣୁ ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଆମ ଚ୍ୟାନେଲରେ ଆପଣ ଏପରି ସୂଚନା ପାଇପାରିବେ ଯାହା ଆପଣ ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ଆପଣ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ ନାହିଁ ଏବଂ ଆପଣଙ୍କର ସମସ୍ତ କାମ ସଫଳ ହେବ। ଦ୍ୱିତୀୟତଃ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଆୟୁର୍ବେଦ ଅନୁସାରେ ମହୁମାଛିକୁ ଏଥିରୁ ମହୁ ବାହାର କରାଯାଏ, ଯାହା ଅନେକ ରୋଗକୁ ଭଲ କରେ। ସେହିପରି ତାନ୍ତ୍ରିକ ଭାଷାରେ ମହୁମାଛି ଘର, ଦାରିଦ୍ର୍ୟ, ଦୁଃଖ, ଭୂତ ଏବଂ ରାକ୍ଷସକୁ ଦୂର କରେ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ସବୁବେଳେ ଋଣରେ ବୁଡ଼ି ରହୁଛନ୍ତି, ତେବେ ଆପଣଙ୍କର ଟଙ୍କା ସ୍ଥାୟୀ ହୁଏ ନାହିଁ ଏବଂ ଆପଣ ଏହି ଋଣରୁ କିପରି ମୁକ୍ତି ପାଇବେ ସେ ବିଷୟରେ ଗଭୀର ଚିନ୍ତିତ ଅଛନ୍ତି। ଏବେ ଆମେ ଯେଉଁ ପଦ୍ଧତି ବାଣ୍ଟିବାକୁ ଯାଉଛୁ, ତାହା ଧ୍ୟାନ ସହିତ ଶୁଣନ୍ତୁ। ଆପଣଙ୍କୁ ଏକ ଲାଲ କପଡ଼ା ନେଇ ମହୁମାଛି ଫେଣା ଆଣିବାକୁ ପଡ଼ିବ। ମହୁମାଛି ଫେଣାରୁ ଆପଣ ପାଇଥିବା ମହମକୁ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏବେ ଏହାକୁ ଆପଣଙ୍କ ସୁନା, ରୂପା ଏବଂ ଟଙ୍କା ରଖିବା ପାଇଁ ଆପଣଙ୍କର ଗଡ୍ରେଜ କିମ୍ବା ଆଲମାରୀରେ ରଖନ୍ତୁ। ହିନ୍ଦୁ ପୌରାଣିକ କଥା ଅନୁସାରେ ଯଦି ଆପଣ ଏହାକୁ ରଖନ୍ତି, ତେବେ ଆପଣଙ୍କର ସୁନା, ରୂପା ଏବଂ ଟଙ୍କା ବୃଦ୍ଧି ପାଇବା ଆରମ୍ଭ ହେବ। ଆପଣ ଏହା ଠିକ୍ ଶୁଣିଛନ୍ତି ବନ୍ଧୁଗଣ। ଆଜି ମଧ୍ୟ କୋଟିପତି ଏହି ପ୍ରକ୍ରିୟା ଅନୁସରଣ କରନ୍ତି ଏବଂ ସେମାନଙ୍କ ଘର ସର୍ବଦା ଧନରେ ଆଶୀର୍ବାଦ ପ୍ରାପ୍ତ ହୁଏ। ଯଦି ଆପଣ ମଧ୍ୟ ଚାହାନ୍ତି ଯେ ଆପଣଙ୍କ ଘରେ ଧନ ପ୍ରଚୁର ହେଉ, ତେବେ ମହୁମାଛି ଫେଣାରୁ ଆପଣ ସଂଗ୍ରହ କରିଥିବା ମହମକୁ ଏକ ଲାଲ କପଡ଼ାରେ ଗୁଡ଼ାଇ ଆପଣଙ୍କ ଗଡ୍ରେଜରେ ରଖନ୍ତୁ। ବନ୍ଧୁଗଣ, ଆପଣଙ୍କ ଗଡ୍ରେଜରେ ଯାହା ଅଛି, ସୁନା, ରୂପା, ଟଙ୍କା, ତାହା ବୃଦ୍ଧି ପାଇବ ଏବଂ ଆପଣ ଋଣ ମୁକ୍ତ ହେବା ଆରମ୍ଭ କରିବେ।
ଯେଉଁ ଋଣ ଆପଣଙ୍କୁ ପ୍ରତିଦିନ ହଇରାଣ କରି ଆସୁଛି ତାହା ଆଉ ଆପଣଙ୍କୁ ହଇରାଣ କରିବ ନାହିଁ, ବରଂ ଆପଣଙ୍କ ଘରେ ଧନ ବୃଦ୍ଧି ହେବ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ, ଯାହାଦ୍ୱାରା ତୁମେ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇପାରିବ। ଏବେ ଆମେ ଯେଉଁ ପଦ୍ଧତି ବାଣ୍ଟିବାକୁ ଯାଉଛୁ ତାହା ସାହାଯ୍ୟରେ ତୁମେ ତୁମର ଶତ୍ରୁମାନଙ୍କୁ ମଧ୍ୟ ବିନାଶ କରିପାରିବ। କିପରି, ଆସନ୍ତୁ ଜାଣିବା। ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ତୁମକୁ ମହୁମାଛି ମହମ ନେବାକୁ ପଡ଼ିବ। ତୁମକୁ କଳା ହଳଦୀ ଖୋଜିବାକୁ ପଡ଼ିବ। ମନେ ରଖନ୍ତୁ, କଳା ହଳଦୀ ଖୋଜ। ତୁମେ ଯେଉଁ ମହୁ ଫେଣାରୁ ମହମ ପାଇଛ ତାହା ସହିତ ଏହାକୁ ମିଶାଅ। ମିଶ୍ରଣ କରିବା ପରେ ତୁମକୁ ତୁମର ଶତ୍ରୁର ନାମ କହିବାକୁ ପଡ଼ିବ ଏବଂ ଏହାକୁ ଯେକୌଣସି ପୋଖରୀକୁ ନେଇ ଫୋପାଡ଼ିବାକୁ ପଡ଼ିବ। ତୁମେ ଏହାକୁ ପୋଖରୀ, ନଦୀ କିମ୍ବା ନାଳରେ ଯେକୌଣସି ସ୍ଥାନରେ ଫୋପାଡ଼ି ପାରିବ। ତୁମକୁ ତୁମର ଶତ୍ରୁର ନାମ କହିବାକୁ ପଡ଼ିବ। ଯଦି ତୁମେ ଏହା 11 ଦିନ ପାଇଁ କର, ତେବେ ଯେଉଁ ଶତ୍ରୁ ତୁମକୁ ନଷ୍ଟ କରିବାକୁ ଚାହୁଁଥିଲା, ତୁମର ପରେ କିଏ ଥିଲା ଯିଏ ତୁମକୁ ନଷ୍ଟ କରିବାକୁ ଚାହୁଁଥିଲା, ସେ ତୁମକୁ ଦେଖି ମଧ୍ୟ ଭୟଭୀତ ହେବ। ସେ ତୁମର ନାମକୁ ମଧ୍ୟ ଦୂରେଇ ଯିବ ଏବଂ ଯେକୌଣସି ପ୍ରକାରେ ତୁମ ସହିତ ବନ୍ଧୁତା କରିବାକୁ ଚେଷ୍ଟା କରିବ। ଯଦି ସେ ସ୍ୱପ୍ନରେ ତୁମକୁ କ୍ଷତି କରିବା କଥା ଚିନ୍ତା କରେ, ତେବେ ସେ ଭୟଭୀତ ହୋଇଯିବ। ବନ୍ଧୁଗଣ, ଆମେ ତୁମକୁ ଯେଉଁ ସମସ୍ତ ପରୀକ୍ଷଣ ବିଷୟରେ କହୁଛୁ ତାହା ହିନ୍ଦୁ ପୁରାଣରେ ସ୍ପଷ୍ଟ ଭାବରେ ଲେଖାଯାଇଛି। ଏଗୁଡ଼ିକ ହିନ୍ଦୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, ଯାହା ଆମେ ଅନୁସନ୍ଧାନ କରି ତୁମ ପାଖକୁ ଆଣିଛୁ, ଯାହାଦ୍ୱାରା ଆମ ଦେଶର ସମସ୍ତ ହିନ୍ଦୁ ଭାଇ ଭଉଣୀମାନେ ଲାଭ ପାଇପାରିବେ। କିନ୍ତୁ ବନ୍ଧୁଗଣ, ମୋର ଆପଣଙ୍କୁ ଏକ ଅନୁରୋଧ ଥିଲା ଯେ ଆମର ଚ୍ୟାନେଲ ବାସ୍ତୁ ବିଚାରର ଗୋଟିଏ ଉଦ୍ଦେଶ୍ୟ ଅଛି, ଜନହିତ ଏବଂ କଲ୍ୟାଣ। ଆମେ ଆମର ସମସ୍ତ ଗରିବ ଭାଇ ଭଉଣୀଙ୍କୁ ହିନ୍ଦୁ ପୌରାଣିକ କାହାଣୀର ଶିକ୍ଷା ଦେବାକୁ ଚେଷ୍ଟା କରୁଛୁ, ଯାହା ସେମାନେ ଅନ୍ୟ କୌଣସି ସ୍ଥାନରୁ ଶିଖିପାରିବେ ନାହିଁ। ତେଣୁ ଆପଣମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଉଚିତ। ଦୟାକରି ଏହାକୁ ଗରିବ ଭାଇ ଭଉଣୀମାନଙ୍କୁ ବଣ୍ଟନ କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଉପକୃତ ହୋଇପାରିବେ। କାରଣ ଯଦି ସେମାନେ ଉପକୃତ ହୁଅନ୍ତି, ତେବେ ଆପଣ ପୁଣ୍ୟ ପାଇବେ। ଯଦି ଆପଣ ପୁଣ୍ୟ ଲାଭ କରନ୍ତି, ତେବେ ଆମେ ପୁଣ୍ୟ ଲାଭ କରିବୁ ଏବଂ ଆମେ ସମସ୍ତେ ସେହି ପୁଣ୍ୟର ଅଂଶୀଦାର ହୋଇଯିବା। ବନ୍ଧୁମାନେ, ଦୟାକରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରିବାକୁ ଭୁଲନ୍ତୁ। ରହୁଛି, ଧନ୍ୟବାଦ।